মূଳ নিবাসী নাগମାନେ ବିଖ୍ୟାତ ଦାର୍ଶନିକ, ବୈଜ୍ଞାନିକ, ଚିକିତ୍ସକ, ଗଣିତଜ୍ଞ, କବି, କଳାକାର ଓ କୃଷି ବିଶାରଦ ଥିଲେ। ଏମାନେ ପ୍ରବୀଣ ଶାସନକର୍ତ୍ତା ମଧ୍ୟ ଥିଲେ। ଏମାନଙ୍କର ଭାଷାର ନାମ ଥିଲା ଦ୍ରାବିଡ଼। ଆଜିର ବିଖ୍ୟାତ ଭାଷା କନ୍ନଡ଼, ତାମିଲ, ତେଲୁଗୁ, ମାଲାୟାଲମ, ତୁଳୁ, ମରାଠୀ, କୋଲାମୀ, ପର୍ଜି, ନାୟକୀ, ଗଣ୍ଡ, କୁଭି, କୁଣ୍ଡା, ସାଲ୍ଟା, ଏରନ୍, ପାଲି ଓ ବ୍ରାହ୍ମୀ ଭାଷା ଇତ୍ୟାଦି ଦ୍ରାବିଡ଼ ଭାଷାରୁ ହିଁ ଜନ୍ମ ନେଇଛି। ନାଗମାନଙ୍କୁ ହିଁ ଦ୍ରାବିଡ଼ କୁହାଯାଇଛି କାରଣ ଏମାନେ ଦ୍ରାବିଡ଼ ଭାଷା ବ୍ୟବହାର କରୁଥିଲେ। ମହେଞ୍ଜୋଦାରୋ ଓ ହରପ୍ପା ସଭ୍ୟତା ଏହି ନାଗମାନଙ୍କ ଦ୍ୱାରା ହିଁ ନିର୍ମିତ ହୋଇଥିଲା। ଏହି ସଭ୍ୟତାର ଲୋକମାନେ ସୁନା, ରୂପା, ତମ୍ବା, କଂସା ଓ ଟିଣର ବ୍ୟବହାର ଜାଣିଥିଲେ। ଏହି ଯୁଗକୁ ତାମ୍ର କାଂସ୍ୟ ଯୁଗ କୁହାଯାଉଥିଲା।